ଏହି ଉତ୍କଣ୍ଠାର ଭାବବେଗ ସ୍ପଷ୍ଟ ବାରି ପଡ଼ୁଛି ଯେ ଆମ ଅଶୋକ ସାର୍ଙ୍କର ସୁନ୍ଦର କଥାଟିଏ। କାରଣ ସେ କହିଥିଲେ ସମସ୍ତ ପ୍ରଶିକ୍ଷଣ ଫଳପ୍ରଦ ହୋଇପାରିବ ଯଦି ସାମୂହିକ ପ୍ରଚେଷ୍ଟାର ଗୁରୁତ୍ୱ ରହିବ। ପରେ ପରେ ଏବିଓ ମ୍ୟାଡ଼ାମ୍ ମଧ୍ୟ ଗୋଟେ ସୁନ୍ଦର କଥାଟିଏ କହିଲେ, ପ୍ରଶିକ୍ଷଣ ସେତେବେଳେ ଫଳପ୍ରଦ ହେବ ଯେତେବେଳେ ସମସ୍ତ କାର୍ଯ୍ୟ ବାସ୍ତବତା ଲାଭ କରିବ। ଏହାପରେ ଆମର ଦଳ ଗଠନ କରାଯାଇ ପ୍ରଥମ ଦିବସର ପ୍ରଥମ ଅଧିବେଶନ ଆରମ୍ଭ କରାଯାଇଥିଲା। ଆରମ୍ଭରୁ ପ୍ରଶ୍ନ ଥିଲା ବିବିଧତା କାହାକୁ କୁହାଯାଏ। ବିବିଧତାପୂର୍ଣ୍ଣ ଅନ୍ତର୍ନିବେଶୀ ଶ୍ରେଣୀକକ୍ଷ ଏବଂ ଶିକ୍ଷକ ଶିକ୍ଷୟିତ୍ରୀର ଧାରଣା ମଧ୍ୟରେ ଆଲୋଚନା ମଧ୍ୟ କରାଯାଇଥିଲା। ଦୁଇଟି ଅଧିବେଶନ ପରେ ଏବେ ସମୟ ଆସିଛି ଆମର ଲଞ୍ଚରେ ମଧ୍ୟ ସୁସ୍ୱାଦୁ ବ୍ୟଞ୍ଜନ ଗ୍ରହଣ କଲି। ପରେ ପରେ ଆସି ପହଞ୍ଚି ଯାଇଥିଲୁ ତୃତୀୟ ଅଧିବେଶନ ନିମନ୍ତେ। ଏହି ତୃତୀୟ ଅଧିବେଶନରେ ଆମେ ଜାଣିବାକୁ ପାଇଲୁ ସ୍ୱତନ୍ତ୍ର ଶିକ୍ଷାରୁ ଅନ୍ତର୍ନିବେଶୀ ଶିକ୍ଷାକୁ ହୋଇଥିବା ପରିବର୍ତ୍ତନ ଏବଂ ସମସ୍ତ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କର ଦେୟମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷାକୁ ନିଶ୍ଚିନ୍ତ କରାଉଥିବା ସମସ୍ତ ସାମ୍ବିଧାନିକ ବ୍ୟବସ୍ଥା ଗୁଡ଼ିକକୁ। ଶେଷରେ ଭିନ୍ନକ୍ଷମ ବ୍ୟକ୍ତିଙ୍କର ଅଧିକାର ଓ ଅଧିନିୟମ ଆକ୍ଟ RPWD 2016 ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଶିକ୍ଷାଗତ ବ୍ୟବସ୍ଥାକୁ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଧନ୍ୟବାଦ। ଏହା ତ ଥିଲା ଆଜି ଦିବସର କିଛି ଭିଡ଼ିଓ କ୍ଲିପ୍ ଯାହାକି ଆପଣମାନେ ଦେଖିଲେ। ଆଶା କରୁଛି ଏ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ।